ଏଇନା ତ ପାଳଙ୍ଗର ସିଜନ୍ ଚାଲିଛି। ପାଳଙ୍ଗ ସରିବା ପୂର୍ବରୁ ପାଳଙ୍ଗ ଆଳୁର ଏଇ ରେସିପିକୁ ଗୋଟିଏ ଥର ନିହାତି ଭାବରେ ଟ୍ରାଏ କରନ୍ତୁ। ଏଇ ତରକାରୀ ଆଗରେ ଆପଣଙ୍କର ହୋଟେଲ ରେଷ୍ଟୁରାଣ୍ଟର ତରକାରୀ ବି ଫିକା ଲାଗିବ, ଏତେ ବଢ଼ିଆ ଟେଷ୍ଟ ଲାଗୁଥିଲା ଯେ ଆପଣମାନେ ନିହାତି ଭାବରେ ଗୋଟିଏ ଥର ଟ୍ରାଏ କରନ୍ତୁ। ପାଳଙ୍ଗ ଶାଗରେ ଆପଣମାନେ ବହୁତ ପ୍ରକାର ଆଇଟମ୍ ବନେଇବେଣି। ଆଉ ଆମେ ଏଠି ଗୋଟେ ଶେଷରେ ଗୋଟେ ସିକ୍ରେଟ୍ ଜିନିଷ ଦେଖିବି ଏଇ ପାଳଙ୍ଗ ଆଳୁକୁ କରିବା, ସେଇଥିପାଇଁ କି ୟାର ଟେଷ୍ଟଟା ନା ଡବଲ୍ ହେଇଯିବ। ଭାତ ରୁଟି ପିଠା ଯାହା ସହିତ ବି ଖାଇବେ ବହୁତ ବଢ଼ିଆ ଲାଗିବ। ଗୋଟିଏ ଥର ନିହାତି ଭାବରେ ଟ୍ରାଏ କରନ୍ତୁ। ସେଥିପାଇଁ ଭିଡ଼ିଓଟି ପୁରା ଦେଖନ୍ତୁ। ଆଶା କରିବି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିନେବେ। ନମସ୍କାର, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ଜୁଲିସ୍ କିଚେନ୍କୁ। ତାହେଲେ ଆରମ୍ଭ କରିବା ଆଜିର ରେସିପି। ଏଇଠି ମୁଁ ଗୋଟେ ମୁଠା ପାଳଙ୍ଗ ଶାଗ ବା ଗୋଟେ ବିଡ଼ା ପାଳଙ୍ଗ ଶାଗକୁ ନେଇକିନା ତାକୁ ଭଲ ଭାବରେ ଗୋଟା ବାଛିକିନା ଧୋଇକି ନେଇ ଆସିଛି। ଆଉ ଏବେ ଆମେ ପାଳଙ୍ଗ ଶାଗକୁ ପାଣି ନିଗାଡ଼ି ଦେବା। ପାଣି ଏଠି ପୁରା ଝରିଗଲେ ଆମେ କ'ଣ କରିବା ନା ଶାଗକୁ ପୁରା ଛୋଟ ଛୋଟ କାଟିଦେବା। ଆଉ ଯେକୌଣସି ଶାଗର ରେସିପି ଆପଣମାନେ କରନ୍ତୁ ନା ଆଗେ ଗୋଟା ଧୋଇବେ, ତାପରେ କାଟିବେ। ଟିକେ ପାଣିର ବହୁତ ବାହାରେ ନା ଶାଗରେ, ଆମର ପାଣିଟା ଟିକେ ନିହାତି ଭାବରେ କମିଯିବ। ଏଇଠି ଦେଖନ୍ତୁ ମୁଁ ଭଲ ଭାବରେ କାଟିଦେଲି। କାଟି ସାରିଲା ପରେ ଏଠି ନେଇ ଆସିଛି। ଆଉ ପାଳଙ୍ଗ ଶାଗକୁ ନେଇ ଆସିଲା ପରେ ତା ଛଡ଼ା ମୁଁ ଏଠି କ'ଣ ନେଇଛି ନା ଦେଖନ୍ତୁ, ଦୁଇଟା ମିଡ଼ିୟମ୍ ସାଇଜ୍ର ଆଳୁକୁ ମୁଁ ଏଠି ଚୋପା ଛଡ଼େଇକି ଧୋଇକି କାଟିକି ନେଇ ଆସିଛି। ସାଇଜ୍ଟା ଦେଖିପାରୁଥିବେ, ପାଖରୁ ଦେଖାଉଛି ଏତିକି ବଡ଼ ବଡ଼ ରଖିଛି। ଆଉ ଏହା ଛଡ଼ା ଆମେ ଏଠି ଗ୍ରୀନ୍ ମଟର ନେବା। ଏଠି ମୁଁ 200 ଗ୍ରାମ ପାଖାପାଖି ଗ୍ରୀନ୍ ମଟରକୁ ନେଇଛି। ଏବେ ଆମର ରେଡ଼ି ହେଇଗଲା, ଆରମ୍ଭ କରିବା। ଏଇଠି କ'ଣ କରିଛି ନା ଗୋଟେ ଏମିତି କଡ଼େଇ ବସେଇକି, କଡ଼େଇ ଗରମ ହେଲେ ଆମେ 2ରୁ 3 ଚାମଚ ରିଫାଇନ୍ ତେଲ ଦେବା। ଆପଣମାନେ ଚାହିଁଲେ ସୋରିଷ ତେଲରେ ବି କରିପାରିବେ। ଆଉ ତେଲ ଗରମ ହେଇଗଲେ ହାଫ୍ ଛୋଟ ଚାମଚ ହେଇଛି ଜିରା ଦେବା। ଜିରା ଟିକେ ଫୁଟିଗଲେ ଏଠି 2ଟା ମିଡ଼ିୟମ୍ ସାଇଜ୍ର ପିଆଜକୁ ମୁଁ ପୁରା ଚୁନ ଚୁନ କାଟିକି ଆଡ଼୍ କରିଛି। ପିଆଜକୁ ଆମେ ହାଇ ଫ୍ଲେମ୍ରେ ହାଲକା ଭାଜିବା, ବେଶୀ ଭାଜିବାନି। ପ୍ରଥମେ ଆମେ ହାଲକା ଭାଜିବା। ଆଉ ଏମିତି ହାଲକା ଟିକେ ଚଲେଇ ସାରିଲା ପରେ ଥରେ ଦୁଇ ଥର ଆମେ କ'ଣ କରିବା ନା ଆଳୁକୁ ପ୍ରଥମେ ଆଡ଼୍ କରିଦେବା। କାହିଁକିନା ଆମର ଆଳୁକୁ ବି ଭାଜିବାର ଅଛି। ଆଉ ପିଆଜ ସହିତ ଆଳୁ ବି ଆମର ଏକାଥରକରେ ଭାଜି ହେଇଯିବ। ଆଳୁକୁ ଏଠି ସବୁଯାକ ପକାଇଦେବା। ଆଳୁ ପକାଇ ସାରିଲା ପରେ ଆମେ ଏଠି ଫ୍ଲେମ୍କୁ ଆପଣମାନେ ଚାହିଁଲେ ହାଇ ରଖିପାରିବେ, କିନ୍ତୁ ଛାଡ଼ିକି ଯିବେନି। ଆଉ ଛାଡ଼ିକି ଗଲେ ତ ପୋଡ଼ିଯିବ। ଏବେ ଆମେ କ'ଣ କରିବା ନା ଆକୁ ଏମିତି ଟିକେ ଚଲେଇ ଦେବା। ଆପଣମାନେ ଚାହିଁଲେ ଏଠି ଘୋଡ଼େଇ ଦେଇପାରିବେ। ମୁଁ କିଛି ସମୟ ପାଇଁ ଏଠି ଘୋଡ଼େଇ ଦେଇଥିଲି। ଆଉ ଫ୍ଲେମ୍କୁ ମିଡ଼ିୟମ୍ ଟୁ ଲୋ ରଖିଥିବା। ଆଉ ଏଠି ଦେଖନ୍ତୁ କିଛି ସମୟ ଘୋଡ଼େଇ ସାରିଲା ପରେ ମୁଁ ଆପଣଙ୍କୁ ଦେଖାଉଛି ଆଳୁ ବି ହାଲକା ଭାଜି ହେଇଛି। ପିଆଜର କଲର୍ ବି ଆମର ଏଠି ଚେଞ୍ଜ ହେଇଗଲାଣି। ଏବେ ଏଠି କଲର୍ ଚେଞ୍ଜ ହେଇସାରିଲା ପରେ ଏମିତି ଭାଜି ସାରିଲା ପରେ ଆଳୁ ଆଉ ପିଆଜକୁ ଏଠି କ'ଣ କରିବା ନା କିଛି ଗୁଣ୍ଡ ମସଲା ଦେବା। ଆଉ ଫ୍ଲେମ୍କୁ ପୁରା ଲୋ ରଖିଦେବା। ହାଫ୍ ଛୋଟ ଚାମଚ ଏଠି ହଳଦୀ ଗୁଣ୍ଡ ଦେବା। ଆଉ ଗୋଟେ ଚାମଚ ଏଠି କାଶ୍ମୀରୀ ଲଙ୍କା ଗୁଣ୍ଡ ଆଉ 1/4 ଚାମଚର ଦେବା। ଆମେ ଏଠି କିଚେନ୍ କିଙ୍ଗ ମସଲା ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆଉ ଫ୍ଲେମ୍କୁ ଆଉ ଥରେ କହୁଛି ଲୋ ରଖିଥିବେ, ଯେହେତୁ ଗୁଣ୍ଡ ମସଲା ପକାଇଛନ୍ତି ପୋଡ଼ି ଯାଇପାରେ। ଆଉ 2 ଚାମଚ ଅଦା ରସୁଣର ପେଷ୍ଟ ଦେବା। ଆପଣମାନେ ଯଦି ରାଗ ପସନ୍ଦ କରନ୍ତି ନା ଏଠି 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟିକି ଆଡ଼୍ କରିପାରିବେ। ନହେଲେ ତ ଏଇ ଯେଉଁ ମସଲା ସହିତ ଆପଣମାନେ ବାଟିକି ଦେଇପାରିବେ। ଏଠି ଫ୍ଲେମ୍କୁ ମିଡ଼ିୟମ୍ ରଖିକି ଆମେ ଏଠି ଭଲ ଭାବରେ କଷିବା, ଯେତେ ତକ ଆମର କଞ୍ଚା ସ୍ମେଲ୍ଟା ନଯାଇଛି। ଏଠି ଦେଖନ୍ତୁ ଟିକେ ମୁଁ ଏଠି ଚଲେଇ ସାରିଲା ପରେ ଯଦି ଶୁଖିଲା ଲାଗିବ ଆଉ ଟିକେ ପାଣି ଆଡ଼୍ କରିପାରିବେ। ଏବେ ଦେଖନ୍ତୁ ଏଠି କଷି ହେଇ ଆସିଲାଣି। ଆଉ ଟିକେ ଭଲ ଭାବେ ଚଲେଇ ଦେବା। ଆଉ ଏଠି ଦେଖନ୍ତୁ ତେଲ ବି ଆମର ଛାଡ଼ି ଆସିଲାଣି ମସଲାରୁ। ଏବେ ମୁଁ ଏଠି 1ରୁ 2 ଚାମଚ ପାଖାପାଖି ପାଣି ଆଡ଼୍ କରିଛି। ପାଣି ଆଡ଼୍ କରିସାରିଲା ପରେ ଆଉ ଥରେ ଆମେ ଟିକେ ଚଲେଇ ଦେବା। ଆଉ ଟିକେ 1 ମିନିଟ୍ ଖଣ୍ଡେ ଆମେ ଏମିତି ଭଲ ଭାବରେ କଷିବା ଆଳୁକୁ। ଆଉ ଏମିତି କଷି ହେଇସାରିଲା ପରେ ଆମେ ଏଇଠି ମଟରକୁ ପକାଇଦେବା। ମଟର ଆଉ ଆଳୁକୁ ଆଉ ଟିକେ ସମୟ ପର୍ଯ୍ୟନ୍ତ କଷି ସାରିଲା ପରେ ଆମେ ଏଠି ଫ୍ଲେମ୍କୁ ମିଡ଼ିୟମ୍ ରଖିଥିବା। ଆଉ ଥରେ କହୁଛି ଫ୍ଲେମ୍କୁ ମିଡ଼ିୟମ୍ ଟୁ ଲୋ ରଖିଥିବେ। ଆଉ ଯଦି ଅଧିକ ଶୁଖିଲା ଲାଗେ 1 ଚାମଚ ଖଣ୍ଡେ ପାଣି ଦେଇପାରିବେ। ଏଇଠି ଟିକେ ଆଳୁ ମଟରକୁ ଏମିତି କଷି ସାରିଲା ପରେ ଆଉ 1ରୁ 2 ଚାମଚ ମୁଁ ଏଠି ପାଣି ଆଡ଼୍ କଲି। ପାଣି ଆଡ଼୍ କରିସାରିଲା ପରେ ଫ୍ଲେମ୍କୁ ପୁରା ଲୋ ରଖିକି ଆମେ 5-7 ମିନିଟ୍ ପାଇଁ ଏଠି ଘୋଡ଼େଇ ଦେବା, ଯେ ଆମର ମଟରଟା ବି ସଫ୍ଟ ହେଇଯିବ, ଆଳୁ ବି ଆହୁରି ଟିକେ ସିଝିଯିବ। ଏଠି ଦେଖୁଛି ଆଳୁ ଦେଖନ୍ତୁ, ଆଳୁ ଆମର ଦରସିଝା ହେଇ ଆସିଲାଣି। ଆଉ ଏବେ ଆମେ ଆଉ ଟିକେ ମଟର ଆଳୁକୁ ଏମିତି କଷିବା। ଆଉ 1-2 ମିନିଟ୍ ଖଣ୍ଡେ କଷି ସାରିଲା ପରେ ଏଠି ଗୋଟେ ବଡ଼ ସାଇଜ୍ର ଟମାଟୋ ଏଠି ପୁରା ଚୁନ ଚୁନ କାଟିକି ଆଡ଼୍ କରିଛି। ଆଉ ଆମର ଏଠି ପାଳଙ୍ଗକୁ ଆଡ଼୍ କରିଦେବା। ଆଉ ପାଳଙ୍ଗ ଆଉ ଟମାଟୋକୁ ଆମେ ଏଠି ଆଉ ଟିକେ ଭଲ ଭାବେ ଚଲେଇ ଦେବା, ଯେମିତିକି ଆମର ଟମାଟୋଟା ସଫ୍ଟ ନ ହେଇଯାଇଛି ଆଉ ପାଳଙ୍ଗକୁ ବି ସଫ୍ଟ ନ ହେଇଯାଇଛି। ମୁଁ ନା ଶାଗ ପକାଇ ସାରିଲା ପରେ କେବେ ବି ଘୋଡ଼ାଏନି। ଆପଣମାନେ ବି ଘୋଡ଼େଇବେନି, କାହିଁକିନା ମୋତେ ଲାଗେ କି କଲର୍ଟା ଚେଞ୍ଜ ହେଇଯିବ ଶାଗର, ଆଉ ବେଶୀ ପାଣି ବାହାରିବ। ଏଇଠି ଦେଖନ୍ତୁ ଆମର ପାଳଙ୍ଗ ଆଉ ଟମାଟୋ ବି ସଫ୍ଟ ହେଇ ଆସିଲାଣି। ଏଇ ଷ୍ଟେଜ୍ରେ କ'ଣ କରିବା ନା 1 ଛୋଟ ଚାମଚ ଆମେ ବେସନ ପକାଇବା। ଆଉ ବେସନକୁ ଟିକେ ଚଲେଇବା, ଯେମିତି କଞ୍ଚା ବାସ୍ନାଟା ତାର ପୁରା ପଳେଇବ।
बेसन को चलई सारा आम पकेबा ये पनीरटा पूरा ऑप्शनल अच्छी आपने चाहिए देवे ना स्किप करदे मु पनीर थिला किंतु बहुत बढ़िया टेस्ट लगुला पनीर जदि अच्छी निहाती भाव में पनीर पकेबे देखिए बहुत बढ़िया लगे पनीर दे सारापर आउ टे आम चलैबा फ्लेम को मीडियम टू लो रखि थे आपण मैंने ग्रेवीटा तो हेनी ग्रेवी कले भल लगे टे लटपटिया रखा आउ ये देखो आलू भी मुझे आपको देखई दूसरी देखो आलू भी आमर भल भाव में सीझी गला आउ टे आम ये चलईदबा आउ मुझे आउ टे पानी ऐड करी जोटा कि मोर भिडटा स्किप हो जाइए अल्प टिके आउ शेष में कौन करवा ना हाफ छोट चामच ये मैगी मैजिक मसला देवा टे चटपटा लगे आउ शेष में धनिया पत्र ऐड करवा मोर धनिया पत्र ऐड कर सारापर आउ चलईदबा ये मोर रेडी होगा आज पालंग आलूर ये तरकारी आपण मैंने गोटे थर पालंग आलू को एमती भाव में करूँ बहुत बढ़िया टेस्ट लगे जहाँ सहित भी खाइबे बहुत बढ़िया लगे रेसिपीटी पूरा देखूँ करूँ केमती लगे मो सहित सेयार करने को बिल्कुल भी भूलतुनि आशा करी आज वीडियो आपको पसंद वीडियो पसंद आसिले वीडियो को गोटे लाइक निश्चय करेंगे आ गोटे वीडियो सहित पुणी आसबि आज रोचे नमस्कार जय जगन्नाथ।